हाय फ्रेंड्स, जय जगन्नाथ। पवित्र मकर संक्रांति उपलक्षे आपण समस्त को शुभेच्छा और शुभकामना। तो समस्त को विश करबा तो हैप्पी मकर संक्रांति। चलନ୍ତୁ आज वीडियो को स्टार्ट करबा। सकाल सकाल उठी सारिबा ପରେ ଥଣ୍ଡାରେ ଦିଦି ଆମର ଘର ଦ୍ୱାର ବି ଧୁଆ ଧୁଇ କରିବା ଲାଗିଛି। ଦେଖନ୍ତୁ ସେ ତାର ଧୁଆ ଧୁଇ ଲାଗିଥିଲା ତ ଆମେ ବାହାରି ପଳେଇ ଆସିଛୁ ଗାଁ ଲାଷ୍ଟ କୁ ଟିକେ ବୁଲିବା ପାଇଁ। ତ ସେଠାକୁ ମୁଁ ଗାଧ ପିଧା ହେଇକି ବାହାରି ଆସିଲା ପରେ ଦେଖନ୍ତୁ ମୁଁ ଏଠି ଆସି ଘରେ ପୂଜା କରିଥିଲି। ପୂଜା କରିକି ମୁଁ ବାହାରିଥିଲି ମନ୍ଦିର ଯିବା ପାଇଁ। ତ ଦେଖନ୍ତୁ ଭୋଗ ଜଳି ଧରିକି ବାହାରି ପଡିଲି ମନ୍ଦିର ଆସିବା ପାଇଁ। ଫାଇନାଲି ଆସି ପହଞ୍ଚି ଗଲି ଗୌଡିଆ ବର୍ତ୍ତା ଶିବ ମନ୍ଦିରରେ। ତ ଦେଖନ୍ତୁ ଆମ ଗାଁ ତ ମନ୍ଦିର ନେଇ ସେ ମନ୍ଦିରକୁ ଆମେ ସବୁବେଳେ ଯାଇଥାଉଛୁ। ତ ଆସି ଦେଖନ୍ତୁ ମନ୍ଦିର ଭିତରୁ ମୁଁ ପଳେଇ ଆସିଲି। ଆସିଲା ପରେ ସେଠି ଆସି ମୁଁ ମୋର ଭୋଗ ଦେଇଥିଲି ପୂଜା କରିବା ପାଇଁ। ତ ଦେଖନ୍ତୁ ତାପରେ ମୁଁ ଏବେ ଦୀପ ଲଗେଇଥିଲି। ଦୀପ ଲଗେଇ ମୋର ପୂଜା ସରିବା ପରେ ମୁଁ ବାହାରୁ ଆସିଲି। ଆସିଲା ପରେ ପୁଣି ଆଉ ଗୋଟେ ମନ୍ଦିର ନଙ୍ଗଳେଶ୍ଵର ମନ୍ଦିରକୁ ଚାଲିଥିଲି ପୂଜା କରିବା ପାଇଁ। ତ ଦେଖନ୍ତୁ ତାପରେ ମୁଁ ଏବେ ମନ୍ଦିରରେ ଚାରିକ୍ରମା କରିବାକୁ ଯାଇଥିଲି। ସେକେଣ୍ଡ ରେ ମୁଁ ଏବେ ମୋର ଚନ୍ଦନ ଘୋରିକି ଲଗେଇ ଦେଇଥିଲି। ଦେଖନ୍ତୁ ଚନ୍ଦନ ଲଗେଇ ସାରିବା ପରେ ମୁଁ ଘରକୁ ଆସିବା ବାହାରିଲି। ଆସିଲା ପରେ ମୁଁ ଭୋଗ ଧରିକି ଛୋଟ ଛୋଟ ପିଲାମାନଙ୍କୁ ଦେବା ପାଇଁ ତ ବାହାରି ଚାଲିଥିଲି। ତ ଦେଖନ୍ତୁ ସମସ୍ତେ ଗୋଟେ ଗୋଟେ ଆସିଲେ। ଆସିଲା ପରେ ସେମାନଙ୍କୁ ମୁଁ ଭୋଗ ଦେଇ ଦେଇଥିଲି। ଭୋଗ ଦେଇ ସାରିକି ଆସିଲା ପରେ ଦିଦି ଆମର ଆଉ ଭାଇ ମିଶିକି ରୋଷେଇ କରୁଛନ୍ତି। ତ ତାଙ୍କେ ରୋଷେଇ କରିବା ଦେଖି ମୁଁ କଦଳୀ ପତ୍ର ଆଣିବାକୁ ଯାଇଥିଲି। ତ ଆଜି କଦଳୀ ପତ୍ର ରୋଷେଇଟା ମାନେ ଖାଇବାଟା ହବ। ତ ଦେଖନ୍ତୁ ମୁଁ ଆସି ଫାଇନାଲି ପହଞ୍ଚି ଗଲି ମାମୁଁ କୁକୁଡା ଫାର୍ମ ରେ। ତ ସେଠୁ କଦଳୀ ପତ୍ର ନେଇକି ମୁଁ ଘରକୁ ଆସିଲା ବେଳକୁ ଆମର ଖାଇବା ମଧ୍ୟ ଏବେ ରେଡି ହେଇଥିଲା। ତ ଦେଖନ୍ତୁ ମୁଁ ଏବେ ଖାଇବା ପାଇଁ ବସି ଯାଇଛି। ତ ମୁଁ ପୂଜା କରିକି ମୋର ଖାଇଦଉଛି। ଆଜି ତ ଗୋଟେ ବେଳେ ହିଁ ଖାଏ କାହିଁକି ନା ସଂକ୍ରାନ୍ତି। ତ ତାପରେ ଆମର ମୋର ଟିକେ ମୁଡ ଅଫ ଥିଲା କାହିଁକି ନା ଦିଦି ଆଜି ଗାଁକୁ ଯୋଉ ବାହାରି ପଡିଥିଲେ ତାଙ୍କ ଗାଁକୁ। ତ ଝିଅ ଦେଖନ୍ତୁ ମତେ ବାଇ କରିକି ନା ଚାଲିଗଲା। ଗାଁ ଭିତରେ ଛୋଟ ଛୋଟ ପିଲାମାନେ ତ କାଇଟି ଉଡଉଥିଲେ। ଦେଖନ୍ତୁ ଏଇ ପବିତ୍ର ମକର ସଂକ୍ରାନ୍ତିରେ ତ ସମସ୍ତେ କାଇଟି ଉଡଉଥିବେ। ଦେଖନ୍ତୁ ମୁଁ ବି ଉଡଉଛି। କେହି କେହି ଉଡେଇଛନ୍ତି ଆପଣ ମାନେ ନିଶ୍ଚୟ କମେଣ୍ଟରେ କହିବେ। ଜୟ ଜଗନ୍ନାଥ।